ସତରେ କ'ଣ ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ଏମାନେ ଷଡ଼ଯନ୍ତ୍ର କରୁଥିଲେ? ଦ୍ୱିତୀୟ କଥା, ଷଡ଼ଯନ୍ତ୍ରକାରୀ ପ୍ରକୃତରେ ଚାହିଁଲେ ମଧ୍ୟ ବିଜୁ ଜନତା ଦଳକୁ ଦୁର୍ବଳ କରିପାରିବେ କି? ତମାମ ଘଟଣା ଉପରେ ଯେତେବେଳେ ଆଲୋଚନା ହେଉଛି, ଚାରିଆଡ଼େ ଆଜି ଓଡ଼ିଶା ସାରା ଚର୍ଚ୍ଚା ହେଉଛି ଯେ କ'ଣ ପାଇଁ ଅଚାନକ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କର 2 ଜଣ MLAଙ୍କୁ ଦଳରୁ ସସ୍ପେଣ୍ଡ କରିବା ପାଇଁ ନିଷ୍ପତ୍ତି ନେଲେ। କ'ଣ ଏମିତି ଦରକାର ପଡ଼ିଲା ବୋଲିକରି ସସ୍ପେଣ୍ଡ ନେଲେ? ବର୍ତ୍ତମାନ ଦେଖନ୍ତୁ, ଯାହାଙ୍କୁ ସେ ସସ୍ପେଣ୍ଡ କରିଛନ୍ତି, ଅଭିଯୋଗ ହେଉଛି ଯେ ସେମାନେ ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ। ସେମାନଙ୍କ କଥା ଆଗେ ଦେଖାଯାଉ। ଚମ୍ପୁଆର ବିଧାୟକ ସନାତନ ମହାକୁଡ଼, ଆଜ୍ଞା, ବିଜୁ ଜନତା ଦଳରେ ଯେତେ ସବୁ ପୁରୁଖା ନେତା ଅଛନ୍ତି, ଆଗ ଧାଡ଼ି, ଦ୍ୱିତୀୟ ଧାଡ଼ି, ତୃତୀୟ ଧାଡ଼ି, ଚତୁର୍ଥ ଧାଡ଼ି, ଏମିତି ଦେଖିବାକୁ ଗଲେ ଚମ୍ପୁଆ ବିଧାୟକ ବୋଧେ ଶେଷ ଧାଡ଼ିର ଆହୁରି ପଛକୁ ହୁଏତ ବସିପାରନ୍ତି। ସିଏ ଏଭଳି କୌଣସି ଗୋଟେ ନାମୀ ବିଧାୟକ ନୁହନ୍ତି, ନେତା ନୁହନ୍ତି, ରାଜନୈତିକ ନେତା ନୁହନ୍ତି। ତାଙ୍କର ଅନେକ ସେ ସ୍ୱଚ୍ଛଳ ହେଇପାରନ୍ତି, କିନ୍ତୁ ସେ ଏମିତି କିଛି ଗୋଟେ ପ୍ରଭାବୀ ନେତା ନୁହନ୍ତି ଯିଏକି କୌଣସି ପ୍ରକାର ଜନମତକୁ କେବେ ବଦଳାଇ ଦେଇପାରିବେ, କାହାକୁ ନିଜ ଆଡ଼କୁ ବା ଆଣିପାରିବେ, ଏଭଳି କୌଣସି ଶକ୍ତି ତାଙ୍କର ନାହିଁ। ତାଙ୍କୁ ମଧ୍ୟ ଯେତେ ଦେଖିଛନ୍ତି ଯେ ବିଜୁ ଜନତା ଦଳକୁ ସିଏ କେଉଁ ମୂଳରୁ ଆସିନଥିଲେ, ସେ ସ୍ୱାଧୀନ ଭାବରେ ତାଙ୍କର ଆରମ୍ଭ କରିଥିଲେ, ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଯେତେବେଳେ ଦେଖିଲା ଯେ ଏଇ ଜାଗାରେ କେବଳ ସନାତନ ମହାକୁଡ଼କୁ ହିଁ ଆଣିଲେ ଆମକୁ ପଇସା ଖର୍ଚ୍ଚ କରିବାକୁ ପଡ଼ିବନି ନିର୍ବାଚନରେ, ସିଏ ତାଙ୍କର ନିଜେ ଟଙ୍କା ଖର୍ଚ୍ଚ କରିବେ ଏବଂ ଜିତିବାର ଚାନ୍ସ ବହୁତ ଅଛି। ବର୍ତ୍ତମାନ ଯେତେବେଳେ ବିଜେପି ଶାସନକୁ ଆସିଲା ଓଡ଼ିଶାରେ, ସନାତନ ମହାକୁଡ଼ ନିଶ୍ଚିତ ଭାବରେ, କାହିଁକିନା କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ, ସିଏ ଚମ୍ପୁଆର ବିଧାୟକ, ତେଣୁ ସ୍ୱାଭାବିକ ସିଏ ମୁଖ୍ୟମନ୍ତ୍ରୀ ବା ବିଜେପି ଆଡ଼କୁ ଟିକେ ଢଳିବା ସ୍ୱାଭାବିକ। କ'ଣ ଢଳିବେ ମାନେ ତାଙ୍କର କ'ଣ କାମ ଥିବ, କ'ଣ ନାହିଁ, ଏଇସବୁ କାମ ତ ଯାହା ରାଜନୀତିରେ କରାଯାଏ। ଆଉ ତ ସିଏ ଅଧିକା କିଛି କରିପାରିବେନି। ତାଙ୍କ ଦଳରୁ କିଛି ଲୋକଙ୍କୁ ନେଇକିରି ଭାରତୀୟ ତାଙ୍କ ଦଳରୁ କିଛି ଲୋକଙ୍କୁ ନେଇକିରି ବିଜେପିରେ ଯୋଗ ଦେବେ, ଏ ପ୍ରକାର କାମ ତ ସେ କରିପାରିବା ତାଙ୍କର ଏ ଶକ୍ତି ନାହିଁ। ବର୍ତ୍ତମାନ ଆସନ୍ତୁ ଅରବିନ୍ଦ ମହାପାତ୍ରଙ୍କ ପାଖକୁ। ସମୁଦାୟ କହିବାକୁ ଗଲେ 1.5 ବର୍ଷର ସିଏ ହେଉଛନ୍ତି ବିଧାୟକ। ନୂଆକିରି ରାଜନୀତିରେ ସେ ଗୋଡ଼ ପକାଇଛନ୍ତି। ଆଜ୍ଞା, ନୂଆକିରି ଯିଏ ଗୋଡ଼ ପକାଇଛନ୍ତି, ସିଏ ଜଣେ ବିଧାୟକ ବିଜୁ ଜନତା ଦଳ ଭଳି ଏଡ଼େ ବଡ଼ ଟାଣୁଆ ଦଳକୁ ଦୁର୍ବଳ କରିପାରିବ? ତାଙ୍କର ଏ ପ୍ରକାର ଶକ୍ତି ଅଛି। ଯଦି ଉଭୟଙ୍କୁ ବି ଦାୟିତ୍ୱ ଦିଆଯାଏ ଯେ ବିଜୁ ଜନତା ଦଳକୁ ଆପଣ ଦୁର୍ବଳ କରିବା ପାଇଁ ନାନା ଯାହା ପ୍ରକାର ଯାହା କରିପାରିବେ କରନ୍ତୁ, ସତରେ କ'ଣ ସେ ନେଇ ଆଣି ଥୋଇପାରିବେ? ଏ କାମ ସେ କରିପାରିବେ? କାହିଁକିନା ସିଏ ତ, ଯାହା ମୁଁ କହିଲି, ସନାତନ ମହାକୁଡ଼ ପଛ ଧାଡ଼ିର ଆହୁରି ପଛର ସେ ନେତା। ତାଙ୍କର ପତିଆରା କହିବାକୁ ଗଲେ ରାଜନୀତିରେ ଏତେ ପଛରେ। ଇଏ ହେଉଛନ୍ତି 1.5 ବର୍ଷର ଛୁଆ ବିଧାୟକ, କହିବାକୁ ଗଲେ ଯୁବ ବିଧାୟକ, ଏବେ ହାଲି ହେଇଛନ୍ତି, ରାଜନୀତିରେ ଚଳୁଛନ୍ତି। ତାଙ୍କ ବାପା ବଡ଼ ରାଜନୀତିରେ ଥିଲେ, ସେ ଅଲଗା କଥା। ୟାରି ଭିତରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ତାହେଲେ ଏଇ ଯେଉଁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ, ଏ ଅଭିଯୋଗଟା କେତେ ଯୁକ୍ତିଯୁକ୍ତ? ପ୍ରକୃତିରେ ବିଜୁ ଜନତା ଦଳକୁ ଦୁର୍ବଳ କାହିଁକି କୁହାଯିବ? ବର୍ତ୍ତମାନ ବିଜୁ ଜନତା ଦଳର ସ୍ଥିତି ଯାହା, ଓଡ଼ିଶାରେ 147 ଆସନ ବିଶିଷ୍ଟ ବିଧାନସଭାରେ ବିଜୁ ଜନତା ଦଳର ସଦସ୍ୟ ସଂଖ୍ୟା 50। 400ରେ 50 ନୁହେଁ କି 500ରେ 50 ନୁହେଁ, 147ରେ 50। 51 ଥିଲା, ନୂଆପଡ଼ାରେ ହାରିଯିବା ପରେ ବର୍ତ୍ତମାନ 50। ଯେଉଁ ବିଧାନସଭାରେ ଗୋଟେ ରାଜନୈତିକ ଦଳର 50 ଜଣ MLA ଅଛନ୍ତି, ତାଙ୍କୁ ଦୁର୍ବଳ କୁହାଯିବ? ବିଜୁ ଜନତା ଦଳର 24 ବର୍ଷ ଧରି ରେକର୍ଡ଼ କହିବାକୁ ଗଲେ, କେବଳ ଓଡ଼ିଶାରେ ନୁହେଁ ଭାରତବର୍ଷରେ କହିବାକୁ ଗଲେ ରେକର୍ଡ଼, 24 ବର୍ଷ ଧରି ନିରଙ୍କୁଶ ଭାବରେ ଓଡ଼ିଶାର ଶାସନ ଦାୟିତ୍ୱରେ ରହିଥିଲା। ଲୋକମାନେ ଭୋଟ ଦେଇଥିଲେ ଏବଂ ସେମାନେ ସରକାରରେ ଥିଲେ। ଦୁର୍ବଳ କେମିତି ଦୁର୍ବଳ ହେଇପାରିବ? ଗୋଟେ ରାଜନୈତିକ ଦଳ, ଗୋଟେ ଆଞ୍ଚଳିକ ଦଳ, ଜାତୀୟ ଦଳ ବି ନୁହେଁ, ସେ ଯଦି 24 ବର୍ଷ ଶାସନ କରେ ଓଡ଼ିଶାରେ, ଦୁର୍ବଳ ବୋଲି ତାଙ୍କୁ କେମିତି କୁହାଯିବ? ଖାଲି ସେତିକି ନୁହେଁ, ଅନ୍ୟ କେତେ ଯେତେ ଲୋକ ସବୁ ରାଜନୀତିରେ ଅଛନ୍ତି, ତାଙ୍କର କେତେ ପ୍ରକାର ଗୁଣକୁ ସାଧାରଣରେ ବିଶ୍ଳେଷଣ କରାଯାଉଛି। ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା,
तांको बाबदरे विश्लेषण कौन करा जाइछि एते वर्ष धरी से तो मुख्यमंत्री रहिले निरंकुश शासन विरोधी दल नाही कहले ओडिसा रे चले तांको बाबदरे कौन कुआ जाए आगे से कथा कहि पारंतिनी कागज खंडे देले पढ़ती जहाँ लेखि देइथिबो सी पुणी बेसी लेखिले पढ़ी पारिबेनी दीपद चारिपदरे काम सारिया को पड़िबो सी निजे भी शासन क्षेत्र में केतबेले न थांती से तांकर नवीन निवास थांती शासन कथा सी किछि बुझंतनी दल कथा सी किछि बुझंतनी सी से दायित्व आउ जन को दे दैछंती समस्ते जानिछंती एटा किछि नुआ कथा नुहे सी निजे किछि बुझंतनी विधानसभा रे जेतेबेले तांकर उत्तर दरकार पड़े बहुत समय अन्य माने तांको तरफ उत्तर दियंती आ सी जदिबा दियंती कागज लेखा होता है पढ़ी दियंती बास यही कथा जदि अन्य कौन से नेता क्षेत्र में घटी था हुए तो से कौ दिन राजनीति लोक विदा कर सारते किंतु नवीन पट्टनायक ए सबू सत्वे ओडिशार लोक मैंने 24 वर्ष काल शासन में बसैया परमिशन देते खाली सेतिक नुहे जहाँ को सी दे दायित्व शासन सी पुणी दल भितर कहारिकी न पचारि सी सर्वे सर्वा सी कुआड़े जीवे माने गस्त पे समस्ते पूरा एकदम घर अखिया अपिया से कम करेंगे किए टेंट बांध किए चेयर बोब किए खाया को आनम किए लोक आनम कई दिन साहस कर नवीन पट्टनायक भी पचारि ना जे आज्ञा ये कौन आपण आम नेता आमे आपण को नेता करचु ये महाशय किए आम उपरे से प्यारीमोहन महापात्र बेलर कथा होता कि विके पांड्यान बेलर कथा होता या पर बिजु जनता दल को दुर्बल बोली कह जाई पारिबो एवं ए दल को दुर्बल करबा पई किए पुणी चेष्टा करी सफल हो पारिबो सी पुणी किए ना अरविंद महापात्र आज्ञा 1.5 वर्षर विधायक सनातन महाकूड़ जहाँ का नाम ओडिशा रे अनेक लोक जान नथिबे जे ये से केन्दुझर संपुआ विधायक बोलिक ओडिशा सारा पचारे बहुत लोग कहींपर कि नहीं सन्देह सी आज्ञा चाहिए कौन दुर्बल करें विजु जनता दल को ताले नवीन पट्टनायक ए प्रकार निष्पत्ति कहीं नेले ए प्रकार निष्पत्ति नवा पछरे कौन अच्छे किसी तो कारण थी ना कहीं आम देखुचु 2024 निर्वाचन हारिला परे क्षमतारू जीवा परे नवीन पट्टनायक प्रति जहाँ जहाँ आगे लोक कही पारु नथिले भय एबे मुह खोली अनेक कथा कहउचंती ये बाहर लोक जेतिक न कहउचंती तांको दलर लोक बेसी कहउचंती